ସତ କହିବେ, କେବେ ଏମିତି ହୋଇଛି କି ଆପଣ ବହୁତ ଉତ୍ସାହରେ କାହାକୁ କହିଲେ, ମୁଁ ଏହି ବର୍ଷ ବଡ଼ କିଛି କରିବି, ମୁଁ ନୂଆ ବ୍ୟବସାୟ ଆରମ୍ଭ କରୁଛି, ମୁଁ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛି, କିନ୍ତୁ ତାପରେ ହଠାତ୍ ସବୁକିଛି ବଦଳିଗଲା। କାହାର ନେଗେଟିଭ୍ କଥା, କାହାର ସନ୍ଦେହ, କାହାର ହସ ଧୀରେ ଧୀରେ ଆପଣଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରିଦେଲା। ପ୍ରଶ୍ନ ହେଉଛି, ଏମିତି କାହିଁକି ହୁଏ? ଚାଣକ୍ୟ ନୀତି ଆମକୁ ଶିଖାଏ, ସଫଳ ହେବା ପୂର୍ବରୁ ଜଣେ ବୁଦ୍ଧିମାନ ମଣିଷ କିଛି କଥାକୁ ନିଜ ମନ ଭିତରେ ହିଁ ରଖେ। କାରଣ କେବେ କେବେ ଆପଣଙ୍କ ଶତ୍ରୁ ଆପଣଙ୍କ ବାହାରେ ନୁହେଁ, ଆପଣଙ୍କ ମୁହଁରୁ ବାହାରିଥିବା କଥା ହିଁ ଆପଣଙ୍କ ସବୁଠାରୁ ବଡ଼ ଶତ୍ରୁ ହୋଇଯାଏ। ଧରନ୍ତୁ, ଆପଣ ଆଇଏଏସ୍ ହେବାର ସ୍ୱପ୍ନ ଦେଖୁଛନ୍ତି କିମ୍ବା ନିଜର ବିଜନେସ୍ ଆରମ୍ଭ କରିବାକୁ ଚାହୁଁଛନ୍ତି। ଯଦି ଆପଣ ପ୍ରଥମ ଦିନରୁ ସବୁ ଲୋକଙ୍କୁ ଏହି କଥା କହିବା ଆରମ୍ଭ କରିଦେବେ, ତେବେ ଦୁଇ ପ୍ରକାରର ଲୋକ ଆପଣଙ୍କ ସାମ୍ନାକୁ ଆସିବେ। ପ୍ରଥମ, ଯେଉଁମାନେ କହିବେ ଏହା ତୋ ଦ୍ୱାରା ହେବ ନାହିଁ, ଆଜିକାଲି କମ୍ପିଟିସନ୍ ବହୁତ ବେଶୀ, ଏତେ ବଡ଼ ସ୍ୱପ୍ନ ଦେଖନି। ଏବଂ ଦ୍ୱିତୀୟ ପ୍ରକାର, ସେମାନେ ଯେଉଁମାନେ ମୁହଁରେ ଆପଣଙ୍କୁ ସପୋର୍ଟ କରିବେ କିନ୍ତୁ ମନରେ ଚାହିଁବେ ଆପଣ ସଫଳ ନ ହୁଅନ୍ତୁ। ଚାଣକ୍ୟଙ୍କ ଶିକ୍ଷା ଅନୁସାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ତାହାର ପ୍ରଚାର କରନ୍ତୁ ନାହିଁ। କାରଣ ଯେତେ କମ୍ ଲୋକ ଆପଣଙ୍କ ଯୋଜନା ଜାଣିବେ, ସେତେ କମ୍ ଲୋକ ଆପଣଙ୍କ ମନକୁ ପ୍ରଭାବିତ କରିବେ। ମନେ ରଖନ୍ତୁ, ସଫଳ ଲୋକ ପ୍ରଥମେ ରେଜଲ୍ଟ ଦେଖାନ୍ତି, ତାପରେ ନିଜର ପ୍ଲାନ୍ ବିଷୟରେ କହନ୍ତି। କିନ୍ତୁ କେବଳ ଲକ୍ଷ୍ୟକୁ ଗୁପ୍ତ ରଖିଲେ ହେବ ନାହିଁ। ଏମିତି ଆଉ ଏକ କଥା ଅଛି ଯାହାକୁ ଲୋକମାନେ ଭାବନାରେ ଆସି ସବୁଙ୍କୁ କହିଦିଅନ୍ତି ଏବଂ ପରେ ସାରା ଜୀବନ ପଶ୍ଚାତାପ କରନ୍ତି। ଚାଣକ୍ୟଙ୍କ ଶିକ୍ଷା ଅନୁସାରେ ମଣିଷର ସବୁଠାରୁ ବଡ଼ ଭୁଲ କ'ଣ ଜାଣନ୍ତି? ସେ ନିଜର ଦୁର୍ବଳତାକୁ ଭୁଲ ଲୋକଙ୍କ ସାମ୍ନାରେ ଖୋଲିଦିଏ। ଧରନ୍ତୁ, ଆପଣ କାହାକୁ କହିଲେ, ମୁଁ ବହୁତ ଡରୁଛି, ମୋତେ ଲାଗୁଛି ମୁଁ ବିଫଳ ହେବି, ମୋ ପାଖରେ ଟଙ୍କାର ସମସ୍ୟା ଚାଲିଛି। ସବୁ ଲୋକ ଆପଣଙ୍କ ଦୁଃଖ ବୁଝିବେ ବୋଲି ଭାବନ୍ତୁ ନାହିଁ। କେହି କେହି ସେହି କଥାକୁ ମନେ ରଖନ୍ତି ଏବଂ ସମୟ ଆସିଲେ ସେହି ଦୁର୍ବଳତାକୁ ଆପଣଙ୍କ ବିରୋଧରେ ଅସ୍ତ୍ର କରିଦିଅନ୍ତି। ଚାଣକ୍ୟ ନୀତି ଆମକୁ ଶିଖାଏ, ବୁଦ୍ଧିମାନ ବ୍ୟକ୍ତି ନିଜର ଦୁର୍ବଳତାକୁ ସବୁଙ୍କୁ କହି ବୁଲେ ନାହିଁ, ସେ ନିଜକୁ ଶକ୍ତିଶାଳୀ କରିବାରେ ବ୍ୟସ୍ତ ରୁହେ। ମନେ ରଖନ୍ତୁ, ସହାନୁଭୂତି ସମସ୍ତଙ୍କ ଠାରୁ ମିଳେ ନାହିଁ, କିନ୍ତୁ ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇବା ଲୋକ ସବୁଠାରେ ମିଳିଯାଆନ୍ତି। ସେଥିପାଇଁ ନିଜର ସଂଘର୍ଷକୁ ଶକ୍ତି କରନ୍ତୁ, ପ୍ରଦର୍ଶନ ନୁହେଁ। କିନ୍ତୁ ଏହାଠାରୁ ମଧ୍ୟ ବଡ଼ ଗୋଟିଏ ଭୁଲ ଅଛି ଯାହା ସବୁଠାରୁ ଅଧିକ ଲୋକ କରନ୍ତି। ଧରନ୍ତୁ, ଆପଣ ଗୋଟିଏ ନୂଆ ବିଜନେସ୍ ଆରମ୍ଭ କରିବାକୁ ଯାଉଛନ୍ତି, କିମ୍ବା ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି, କିମ୍ବା ନିଜ ଜୀବନରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଅନେକ ଲୋକ କାମ ଆରମ୍ଭ ହେବା ପୂର୍ବରୁ ହିଁ ସମସ୍ତଙ୍କୁ କହିବା ଆରମ୍ଭ କରିଦିଅନ୍ତି। ତାପରେ କେହି ହସେ, କେହି କହେ ଏହା ତୋ ଦ୍ୱାରା ହେବ ନାହିଁ, କେହି କହେ ଦେଖିବା କେତେ ଦିନ ଚାଲିବ, ଏବଂ ଧୀରେ ଧୀରେ ଅନ୍ୟମାନଙ୍କ ସନ୍ଦେହ ଆପଣଙ୍କ ନିଜର ସନ୍ଦେହରେ ପରିଣତ ହୋଇଯାଏ। ସେଇଥିପାଇଁ ଚାଣକ୍ୟଙ୍କ ପରାମର୍ଶ ସ୍ପଷ୍ଟ, କାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ତାହାର ପ୍ରଚାର କରନ୍ତୁ ନାହିଁ। ଆପଣଙ୍କ କାମ ଆପଣଙ୍କ ପରିଚୟ ହେଉ, ଆପଣଙ୍କ ରେଜଲ୍ଟ ଆପଣଙ୍କ ପକ୍ଷରୁ କଥା କହୁ। କିନ୍ତୁ ଆଉ ଗୋଟିଏ ରହସ୍ୟ ଅଛି ଯାହାକୁ ଚାଣକ୍ୟ ସଫଳତାର ସବୁଠାରୁ ବଡ଼ ଅସ୍ତ୍ର ବୋଲି କହିଥିଲେ, ଏବଂ ଅଧିକାଂଶ ଲୋକ ସେହି ନୀତିକୁ ଅଣଦେଖା କରିଦିଅନ୍ତି। ଚାଣକ୍ୟଙ୍କ ଶିକ୍ଷା ଅନୁସାରେ ଜୀବନରେ ସଫଳତା କେବଳ ପରିଶ୍ରମରେ ଆସେ ନାହିଁ, ଠିକ୍ ସମୟ ପର୍ଯ୍ୟନ୍ତ ମୌନ ରହିବାର କଳା ମଧ୍ୟ ଶିଖିବାକୁ ପଡ଼େ। ଆଜିର ସୋସିଆଲ ମିଡ଼ିଆର ଯୁଗରେ ଲୋକମାନେ ନିଜର ପ୍ରତ୍ୟେକ ପଦକ୍ଷେପ, ପ୍ରତ୍ୟେକ ଯୋଜନା, ପ୍ରତ୍ୟେକ ସଫଳତା ସମସ୍ତଙ୍କୁ ଦେଖାଇବାକୁ ଚାହାନ୍ତି। କିନ୍ତୁ ସତରେ ସଫଳ ହେଉଥିବା ଲୋକ ନିଜର ସମୟ, ନିଜର ଶକ୍ତି ଏବଂ ନିଜର ଲକ୍ଷ୍ୟକୁ କଥାରେ ନୁହେଁ କାମରେ ଲଗାନ୍ତି। ମନେ ରଖନ୍ତୁ, ଆପଣଙ୍କ ସ୍ୱପ୍ନକୁ ସୁରକ୍ଷା ଦେବା ଆପଣଙ୍କ ଦାୟିତ୍ୱ। ଯେପରି ଗୋଟିଏ ଚାଷୀ ବିହନ ବୁଣିବା ପରେ ପ୍ରତିଦିନ ମାଟି ଖୋଳି ଦେଖେ ନାହିଁ, ସେହିପରି ଆପଣ ମଧ୍ୟ ନିଜର ଯୋଜନାକୁ ସମୟ ଆସିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ସୁରକ୍ଷିତ ରଖନ୍ତୁ। କାରଣ ଫଳ ଆସିବା ପୂର୍ବରୁ ଗଛ ସବୁଠାରୁ ଶାନ୍ତ ରହେ। ସେଥିପାଇଁ କମ୍ କୁହନ୍ତୁ,
ଅଧିକ ଶିଖନ୍ତୁ ଏବଂ ସବୁଠାରୁ ଅଧିକ କାମ କରନ୍ତୁ। ଦିନେ ଯେଉଁମାନେ ଆପଣଙ୍କ ଉପରେ ହସୁଥିଲେ ସେହି ଲୋକମାନେ ଆପଣଙ୍କ ସଫଳତାକୁ ଦେଖି ନୀରବ ହୋଇଯିବେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଶିକ୍ଷା ସଦା ମନେ ରଖନ୍ତୁ। ବୁଦ୍ଧିମାନ ବ୍ୟକ୍ତି ନିଜର କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ ତାହାର ପ୍ରଚାର କରେ ନାହିଁ। ସଫଳତା କେବେ କଥାରୁ ଆସେ ନାହିଁ। ସଫଳତା ନିରନ୍ତର କରାଯାଇଥିବା ନୀରବ ପରିଶ୍ରମରୁ ଆସେ। ଆପଣ କେବେ ନିଜର କୌଣସି ବଡ଼ ଯୋଜନା ଭୁଲ ଲୋକଙ୍କୁ କହି ପରେ ଅନୁତାପ କରିଛନ୍ତି କି? ଯଦି ଆପଣ ନିଜର ଅନୁଭବ ସେୟାର କରିବାକୁ ଚାହୁଁଛନ୍ତି ତେବେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଆଉ ଯଦି ଏହି ଭିଡ଼ିଓ ଆପଣଙ୍କୁ ଉପଯୋଗୀ ଲାଗିଥାଏ ତେବେ ଲାଇକ୍ କରନ୍ତୁ ଏବଂ ସେହି ବନ୍ଧୁଙ୍କ ସହ ସେୟାର କରନ୍ତୁ ଯିଏ ନିଜର ସ୍ୱପ୍ନ ପୂରଣ ପାଇଁ ପରିଶ୍ରମ କରୁଛନ୍ତି। ଧନ୍ୟବାଦ।